ଇନଷ୍ଟ୍ରୁମେଣ୍ଟ କୋଉଠି ଅଛି କହିଲ? ए ଏ ପାଖରେ पाखरे ଅଛି। ତ ଷ୍ଟାଫ ରିଡିଂ ଏ ରେ ନିଆ ହେଇଛି, ବି ରେ ନିଆ ହେଇଛି, ଦିଟାକରେ ନିଆ ହେଇଛି ନାଇଁ। ଆଚ୍ଛା କହିଲ ଡିଷ୍ଟାନ୍ସ ହଉଛି ଏ ବି ଭିତରେ 500। କହିଲ ଆମର ଯୋଉ କଲିମେସନ ଟା କାହା ଉପରେ ଡିପେଣ୍ଡ କରେ ଜାଣିଛ? ଡିଷ୍ଟାନ୍ସ ଉପରେ ଡିପେଣ୍ଡ କରେ। ଡିଷ୍ଟାନ୍ସ ଯେତେ ବଢି ବଢି ଯିବ କଲିମେସନ ବଢି ବଢି ଯିବ। ତ ଫାଷ୍ଟ ଯେତେବେଳେ ଇନଷ୍ଟ୍ରୁମେଣ୍ଟ ଏ ପାଖରେ ଅଛି, ଏ ରେ ଷ୍ଟାଫ ରିଡିଂ ହଉଛି 1.155, ବି ର ହଉଛି 2.595। ତାହେଲେ କୋଉ ଷ୍ଟାଫ ରିଡିଂ ରେ କଲିମେସନ ଥିବ, କୋଉ ଷ୍ଟାଫ ରିଡିଂ ରେ କଲିମେସନ ନଥିବ? ନା ଯୋଉଠି ଡିଷ୍ଟାନ୍ସ ଅଧିକା ଥିବ ସେଠି କଲିମେସନ ଅଧିକା ଥିବ, ଯୋଉଠି ଡିଷ୍ଟାନ୍ସ କମ ଥିବ କଲିମେସନ କମ ଥିବ। ତ ଇନଷ୍ଟ୍ରୁମେଣ୍ଟ ଅଛି କୋଉଠି? ଏ ପାଖରେ। ए पाखरे ତେଣୁ ଏ ରୁ ଇନଷ୍ଟ୍ରୁମେଣ୍ଟ ର ଡିଷ୍ଟାନ୍ସ କମ ଆସିବ, ଯେହେତୁ ଇନଷ୍ଟ୍ରୁମେଣ୍ଟ ଏ ର ପାଖରେ ଅଛି ନା, ନୁହେଁ କି? ବୁଝିପାରୁଛ ନା ବୁଝିପାରୁନ? ଇନଷ୍ଟ୍ରୁମେଣ୍ଟ ଟା ଏ ପାଖରେ ମାନେ କ୍ୟାପିଟାଲ ଏ ପାଖରେ ଅଛି। ତେଣୁ କ୍ୟାପିଟାଲ ଏ ରୁ ଇନଷ୍ଟ୍ରୁମେଣ୍ଟ ର ଡିଷ୍ଟାନ୍ସ କମ ଆସିବ। କ୍ୟାପିଟାଲ ଏ ରେ କଲିମେସନ ଆସିବ ନାହିଁ ଟୋଟାଲି। କ୍ୟାପିଟାଲ ଏ ରେ ଯୋଉ ରିଡିଂ ଅଛି ସେଟା ଠିକ ରିଡିଂ। ବୁଝିପାରିଲ ନା ବୁଝିପାରିଲନି? ଯେହେତୁ ଇନଷ୍ଟ୍ରୁମେଣ୍ଟ ए କ୍ୟାପିଟାଲ सर ଏ ପାଖରେ ଅଛି ଫାଷ୍ଟ ସେଟଅପ ରେ, ଇନଷ୍ଟ୍ରୁମେଣ୍ଟ ଯେତେବେଳେ କ୍ୟାପିଟାଲ ଏ ପାଖରେ ଅଛି ତ ଏ ରେ ଠିକ ରିଡିଂ ଆସିବ, କଲିମେସନ ଆସିବନି ଟୋଟାଲି। କିନ୍ତୁ ବି ରେ ଯୋଉ ରିଡିଂ ଅଛି ସେଟା ଭୁଲ ଥିବ, ସେଠି କଲିମେସନ କିଛି ଥିବ। ବୁଝିପାରୁଛ? କାରଣ ଇନଷ୍ଟ୍ରୁମେଣ୍ଟ ଅଛି ଏ ପାଖରେ, ଷ୍ଟାଫ ରିଡିଂ ହେଇଛି ବି ପାଖରେ, କଲିମେସନ ଆସିବ। ତେଣୁ କୋଉ ରିଡିଂ ରେ କଲିମେସନ ଥିବ? 1.155 ନା 2.595 ରେ? 2.595 2.595 ରେ ନାଇଁ କି? ତାହେଲେ 2.595 ରେ ହିଁ କଣ ଥିବ ଆମର? କଲିମେସନ ଏରର ଥିବ। कॉल्यूशन इधर ତ ସେଟା ଭୁଲ ରିଡିଂ, ତାର ଠିକ ରିଡିଂ ବାହାର କରିବା ଦେଖିବା। ଆଚ୍ଛା ସେକେଣ୍ଡ ସେଟଅପ ରେ କହିଲ, ସେକେଣ୍ଡ ସେଟଅପ ମାନେ ଇନଷ୍ଟ୍ରୁମେଣ୍ଟ ଯେତେବେଳେ ବି ପାଖରେ ଅଛି, କୋଉ ରିଡିଂ ଟା କରେକ୍ଟ ଥିବ? 0.985 ନା 2.415? 0.985 पे सर करेक्ट थे वो। ଜମା ନୁହଁ। ଇନଷ୍ଟ୍ରୁମେଣ୍ଟ ବି ପାଖରେ ଅଛି, ତାହେଲେ ବି ର ରିଡିଂ ଠିକ ରହିବ, ବି ରେ କଲିମେସନ ଆସିବନି। ओह हाँ सर ଇନଷ୍ଟ୍ରୁମେଣ୍ଟ ବି ପାଖରେ ଅଛି ସେକେଣ୍ଡ ସେଟଅପ ରେ, ତାହେଲେ ବି ର ରିଡିଂ କରେକ୍ଟ, ମାନେ କୋଉଟା କରେକ୍ଟ? 2.415 पे करेक्ट। ହୁଁ। ଆରେ ବୁଝିପାରୁଛ ନା ବୁଝିପାରୁନ? यस सर मुझे ତାହେଲେ ଠିକ ଅଛି, ତମେ ଯୋଉ ବି ସେଟଅପ ରୁ କରିପାରିବା। ତ ଲେଖ when the instrument is at a when the instrument is at a correct staff reading at a equal to correct staff reading at a equal to କେତେ? correct staff reading वन at a पॉइंट equal to 1.155 ଆଚ୍ଛା 1.155 ଲେଖିଦେଲେ ସମସ୍ତେ। କେତେ? ଲେଖିଲ ନା ଲେଖିନ? ये सर लिख लो। 1. 155 ହୁଁ यूनिट ଲେଖ ମିଟର ବିଲି। ये सर लिख लो। ତାପରେ ଲେଖ correct staff reading at B should be correct staff reading at B should be ଆଚ୍ଛା ଦେଖ ଏ ର ଯୋଉ 1.155 ସେଟା କରେକ୍ଟ ନା ଇନକରେକ୍ଟ? सर करेक्ट। କରେକ୍ଟ ଅଛି। ଆଚ୍ଛା ତ ବି ର ଦେଖିବା କଣ? ବି ର କରେକ୍ଟ ବି ର 2.595 ଟା କରେକ୍ଟ ନୁହଁ, ତା କରେକ୍ଟ ଭ୍ୟାଲୁ ବାହାର କରିବା। କେମିତି ବାହାର କରିବା ନା ଆମକୁ ଏ ଆଉ ବି ଭିତରେ ଟ୍ରୁ ଲେବୁଲ ଡିଫରେନ୍ସ ଜଣା ଅଛି। କେତେ ଜଣା ଅଛି କହିଲ ଟ୍ରୁ ଲେବୁଲ ଡିଫରେନ୍ସ? सर वाला को 1.435 1.435 ତାହେଲେ ଆଚ୍ଛା ଏ ଅପେକ୍ଷା ବି ତଳେ ଅଛି ନା ଉପରେ ଅଛି? सर बीटा तଳେ ଅଛି ଉପରେ ଅଛି। ଏ ଅପେକ୍ଷା ବି ତଳେ ଅଛି, ତାହେଲେ ଯେହେତୁ ଏ ଅପେକ୍ଷା ବି ତଳେ ଅଛି ବି ରେ ଷ୍ଟାଫ ରିଡିଂ ଅଧିକା ନା କମ ଦେଖେଇବ? ଅଧିକ ଦେଖେଇବ ନା। ରାଇଟ, ତେଣୁ ଏ ରେ ଆମକୁ କରେକ୍ଟ ଷ୍ଟାଫ ରିଡିଂ ଜଣା ଅଛି 1.55। ତେଣୁ ଲେବୁଲ ଡିଫରେନ୍ସ ଆକ୍ଚୁଆଲି ଲେବୁଲ ଡିଫରେନ୍ସ ଟା କେମିତି ବାହାର କଲେ ଷ୍ଟାଫ ରିଡିଂ ମାଇନସ କଲେ।
फास्ट ରୁ କହିଛି B ରେ ଆମେ କରେକ୍ଟ ଷ୍ଟାଫ୍ ରିଡିଂ କେମିତି ପାଇନା 1.155 ଟା କରେକ୍ଟ ରିଡିଂ ନା ତା ସହିତ yes ଟ୍ରୁ ଲେବୁଲ ଡିଫରେନ୍ସ ଆଡ୍ କରିବା କାହିଁକି ଆଡ୍ କରିବା ନା B ରେ ଷ୍ଟାଫ୍ ରିଡିଂ ଅଧିକା ଦେଖିବ ଯେହେତୁ ସେଟା ତଳେ ଅଛି ବୁଝିପାରୁଛ ନା ନାଇଁ ହ୍ୟାଲୋ ହଁ sir ବୁଝିପାରୁଛୁ ହଉ କୋଉ ଯାଏଁ ଲେଖିଦେଲ sir correct staff reading at B should be correct staff reading at B should be 1.155 ପ୍ଲସ୍ କେତେ 1.435 ହୁଁ ପ୍ଲସ୍ ଲେଖିଦେଲ ଟ୍ରୁ ଲେବୁଲ ଡିଫରେନ୍ସ ବି ଲେଖିପାରିବ 2.59 sir ଠିକ ଅଛି ଏଟା କେତେ ଗଲେ 1.155 ପ୍ଲସ୍ ଆରେ ଟ୍ରୁ ଲେବୁଲ ଡିଫରେନ୍ସ ଓ ଆଜ୍ଞା ସଇଲା sir ସରିଲା yes sir ହଉ 2.59 ଆଉ 2.590 ଲେଖିବ ଠିକ୍ ଅଛି। ଲେଖିଲ ଆଜ୍ଞା 2.590 ଲେଖିଲ ତାପରେ ଲେଖ ସୋ ହଁ ତା ତଳେ ଲେଖ here observe the staff reading at B observe the staff reading at B yes sir observe the staff reading at B equal to 2.595 equal to even 2.5 415 ନା କେତେ ଲେଖା ହେଇଛି 2.415 अबे नाइन 595 ଲେଖା ହେଇଛି ମାନେ ଯେତିକି ମିଳିଛି 590 ମିଳିଲା ନା ଆରେ ଯେତିକି କ୍ୱେଶ୍ଚିନ୍ ରେ ଦେଇଛି ଭଲସେ ଦେଖେ yes sir 2 ପଏଣ୍ଟ କେତେ 595 595 ଲେଖିଲ ହ୍ୟାଲୋ तो लिखो सो yes sir कॉलिमेशन एरर ଲେଖେ कॉलिमेशन एरर so collimation error collimation error at b equal to collimation error at b equal to तू को जाए लिखी कह अरे बी रे ऑब्जर्व माने केते मिलिची क्वेश्चन ने केते देइची बी रे स्टार्ट हां तो तापर लेख सेतिक लेख 2.595 लिखिलो तापर लिखो so collimation error at b equal to collimation error at b equal to
be equal to 2.595 minus 2.590 ଦେଖ ମିଳିଛି କେତେ କହିଲ 2.595 ମିଳିବା କଥା 2.590 ଆରେ ଟ୍ରୁ ହବା କଥା କେତେ 2.590 ହବା କଥା ନା ହେଇଛି କେତେ 2.595 Yes, ଠିକ sir. ନା ରେ ତ ମାଇନସ କରିଦିଅ କେତେ ଆସିଲା 0.005 05. यूनिट मीटर ବୁଝିଲା ଆଚ୍ଛା ଶୁଣ Yes, ଏଇଠି sir. ଗୋଟେ ଜିନିଷ ଦେଖ ତମର ଟ୍ରୁ କୋଉଟା ହବା କଥା B ପଏଣ୍ଟ ରେ 2.595 ନା 2.590 2.590. ଆଚ୍ଛା 590. ହେଇଛି କେତେ ଆମର 2.595 5. ହ୍ୟାଲୋ ତମକୁ ବା କହିଲି ହ୍ୱାଟ୍ସଆପ ରେ ମେସେଜ କର ତମେ ମେସେଜ ଦେଖି ପାରୁନ ହଁ ଆରେ ହ୍ୱାଟ୍ସଆପ ରେ ମେସେଜ କର କହୁଛି ତାହେଲେ ଶୁଣ ଟ୍ରୁ ଷ୍ଟାଫ୍ ରିଡିଙ୍ଗ ହବା କଥା କେତେ କହିଲ 2.590. ହେଇଛି କେତେ 2.595 ନାଇଁ କି Yes, sir. ତ ଆକ୍ଚୁଆଲି ତାର ଉପରକୁ ଦେଖେଇଛି ନା ତଳକୁ ଦେଖେଇଛି କହିଲ 2.590 ଯୋଉଟା ହବା କଥା ମାନେ ଷ୍ଟାଫ କଥା ଇମାଜିନ କର ଲେବଲିଂ ଷ୍ଟାଫ କଥା ଇମାଜିନ କର ତାର ଉପରକୁ ଦେଖେଇଛି ନା ତଳକୁ ଦେଖେଇଛି ତଳକୁ ଦେଖେଇଛି ନା ଭାବିଲୁ 2.590 ରୁ 2.595 ତା ଉପରକୁ ଥିବ ନା ତଳେ ଥିବ ମିଟର ବାଡି 2.595 ଟା ତଳେ ଥିବ। ଶୁଣ 590 ବଡ ନା 595 ବଡ 595. ତ 595 ବଡ ମାନେ ଆରେ ତଳକୁ ମାନେ ପଏଣ୍ଟ କଥା ମୁଁ କହୁନି ଜିନିଷ ବୋଧେ ବୁଝି ପାରୁନି କଣ କେହି ଇଏ ରହିଲା ଲାଇନ୍ ଅଫ୍ କଲିମେସନ କେମିତି ଅଛି ହୋରାଇଜେଣ୍ଟାଲି ତ ଷ୍ଟାଫ ରିଡିଙ୍ଗ ଅଛି ଲେବଲିଂ ଷ୍ଟାଫ ଏଇଭଳିଆ ଅଛି ହେଲା ଏଇଭଳିଆ ଅଛି ଜଣାପଡୁନି ନା ଜଣାପଡୁନି ଜଣା ପଡୁଛି ସାର୍। ତ ଏଇଠି ଥିବ 0 ପୁଣି 1 ଏଇଟା ଲେବଲିଂ ଷ୍ଟାଫ ରେ ଏମିତି 2 ଏମିତି 3 ଏମିତି ଚାଲିଥିବ ନା ନାଇଁ ତ ମତେ କୁହ ଆମର ଯଦି ଲାଇନ୍ ଅଫ୍ କଲିମେସନ ହୋରାଇଜେଣ୍ଟାଲ ଥାନ୍ତା ତାହେଲେ କେତେ ଥାନ୍ତା 2.590 590. ହଁ ଆମର ଦେଖେଇଛି କେତେ 2.595 ଉପରକୁ ଦେଖେଇଛି ମାନେ 2.595 ତା ଉପରକୁ ନା ତଳକୁ ଉପରକୁ ଦେଖେଇ ଦେଇଛି ସାର୍। ମାନେ ଲାଇନ୍ ଅଫ୍ କଲିମେସନ ଟା ଆମର ଦେଖ ଏଇଭଳିଆ ଥିବ ଏଇ ଜଷ୍ଟ ଟିକେ ଉପରକୁ ପଡୁଥିବ ଜଷ୍ଟ ଟିକେ ଉପରକୁ ପଡୁଥିବ ମାନେ କୋଉ ଜାଗାରେ ପଡୁଥିବ କହିଲ 2.590 595. ବୁଝିପାରୁଛ ମୁଁ କହିବାର ମିନିଂ ଯଦି ସିଧା ପଡିଥାନ୍ତା 2.590 ଦେଖେଇଥାନ୍ତା 2.590 ଦେଖେଇନି ଆମର କେତେ ଦେଖେଇଛି ନା 2.595 ତା ଲାଇନ୍ ଅଫ୍ କଲିମେସନ ଇନକ୍ଲାଇନ୍ଡ କୁଆଡେ ଅଛି ଅପୱାର୍ଡ ଅଛି ନା ଡାଉନୱାର୍ଡ ଅଛି ଅପୱାର୍ଡ ଅଛି ସାର୍। ବୁଝିଲା ତାହେଲେ ଲେଖ ହିୟର ଅବଜର୍ଭଡ ଷ୍ଟାଫ ରିଡିଙ୍ଗ ହିୟର ଅବଜର୍ଭଡ ଷ୍ଟାଫ ରିଡିଙ୍ଗ observed staff reading is greater than true staff reading at B. True staff reading at B. True staff reading at कौन लिख लो B. B. So collimation, so the line of collimation is inclined upward.
The line of collimation is inclined upward. Line of collimation is inclined कौन लिखलो upward. क्वेश्चन भी पचारଥିଲା Upward. whether the line of collimation is inclined upward or downward देखो पचार नଥିଲା ତାହେଲେ କୁଆଡେ ବାହାରିଲା inclined upward ବାହାରିଲା ନା downward ବାହାରିଲା Upward. ହଁ ଆଉ ଗୋଟେ ଦଉଛି କରିକିରି ଜଲ୍ଦି କୁହ inclined କୁଆଡେ ଜଲ୍ଦି କରିକିରି ଏଇଟା ନିଜେ ଜଲ୍ଦି କରିକିରି ପଠାଅ ସମସ୍ତେ जो क्वेश्चन गला ସେଟା କର ଜଲ୍ଦି ଆଜ୍ଞା ଗାଡି ଗାଡି
ଆଜ୍ଞା ସାର୍ କୁହନ୍ତୁ। ନାଇଁ ନାଇଁ ଏଇଟା ବାଧ୍ୟ ନାହିଁ, ଆପଣଙ୍କ ଇଚ୍ଛା, ଆପଣ ଯଦି କହିବେ ତାହେଲେ ପଢିବ ନହେଲେ ନାହିଁ। ଆଚ୍ଛା ହଉ ଠିକ୍ ଅଛି ସାର୍, ଆଉ ଦେଲେ ପକଉନି ଆଉ। ହଁ ସାର୍। RL of B ହେଲା 449.29। ଠିକ୍ ଅଛି। सर RL of B वाला 449.290। ଦେଖିବା। ଠିକ୍ ଅଛି ଯେ ଲାଇନ୍ ଅଫ୍ କଲିମେସନ୍ କୁଆଡେ ଇନକ୍ଲାଇଣ୍ଡ ହେଇଛି, ଅପୱାର୍ଡ କି ଡାଉନୱାର୍ଡ ବାହାର କର। जैसे एटा बाहर करते କୋଉ ସେଟअପ୍ ନବୁ କହିଲୁ? ସେକେଣ୍ଡ ସେଟअପ୍। ये सर बी सेटअप पे नहीं करा हुआ। मैं इंस्ट्रूमेंट टा बी रे थबो। इंस्ट्रूमेंट बी रे राइट, माने ट्रू रीडिंग कोटा कहलू, करेक्ट रीडिंग बी रो जोटा अछि बा रोन सर को जो 3.045। हाँ। तापर तार 3.045 करेक्ट जे, तापर तार करेक्ट ए रो रीडिंग केन बाहर करिवो। माइनस हबो तो प्लस हबो दिटा। भाभी गिरी कर प्लस प्लस होगा ना माइनस हो। प्लस होगा ना बी प्लस हबो ना अपेक्षा सुनो, बी अपेक्षा ए रे कम रीडिंग ना अधिक रीडिंग देखियो भाबो। सर कम रीडिंग अछि ताले माइनस हो कम ना रेटिंग प्लस हो। प्लस तो हबो। ठीक है, मुंडा खर्च करो। बी अपेक्षा ए रे कम रीडिंग देखैबो ना अधिक रीडिंग देखैबो। कम रीडिंग दिखेगा तो कम रीडिंग देखियो माने माइनस करियो ना प्लस करियो। तो माइनस करे हाँ तो माइनस करो, करिक ट्राई करो। बहुत सा टिके रोन कौन
ଭାଇଙ୍କ ମେସେଜ କଥା। सर 2.525 ହବ କି? ଦେଖିବା କରିକିରି ପଠା। ଯାହାର ସରିଗଲା ପଠାଉରେ ଆଗକୁ ଯିବା। ସେଠି ଦେଖିବେ ତ। ହୁଁ ହୁଁ। ଏମିତି କଣ ଫଟୋ ଉଠଉଛୁ ତୁ ପେନସିଲ ଲେଖିଲା ବେଳେ ଜଣା ପଡୁଛି। କ୍ୟାମେରା କାଚଟା ଭାଙ୍ଗି ଯାଇଛି ତ। ହଁ ତା ଆଗକୁ କର। ତ ଠିକ ଅଛି ତ। ହଁ ଆଗକୁ କର। ଅନ୍ୟ ମାନଙ୍କର କଣ କିଛି ହଉନି ଆଜି। ପଠେଇଛି ଦେଖିବେ। ହୁଁ ହୁଁ। ଝିଅ ମାନଙ୍କର କଣ କାହାର କିଛି ହଉନି। ଭାବିବା ଦରକାର କମ୍ପିଟିସନ ଏତେ ରେଟରେ ବଢୁଛି। ଆମେ ମାନେ ଜବ୍ ପାଇବାକୁ ଅସୁବିଧା ମାନେ ହଇରାଣ ହଉଛୁ। ତମ ମାନେ ଅନଲାଇନ ଭରସାରେ ବସି ପଡୁଛ। ଭାବୁଛ ହଁ ଅନଲାଇନ ଏକ୍ଜାମ ହବ ଆମେ ପଢିବୁନୁ ହଇରାଣ ହେଇଯିବ ଭୁଲ ହେଇଛି ଆମ ମାନେ। କୋଉଠି ଭୁଲ ହେଇଛି? ହୁଁ ଯୋଉ ମାଇନସ କରିବା ଭୁଲ କରୁଛ ଏପଟ ସେପଟ କରୁଛ। ହୁଁ କେଶବ ଠିକ ଅଛି। ତମେ ଯୋଉ ଅନଲାଇନ ଭରସାରେ ଯୋଉମାନେ ବସିଛ ଦେଖ ସେମାନେ ହିଁ ହଇରାଣ ହବ କ୍ୟାମ୍ପସ ଟାଇମରେ। ଏଇ ଜିନିଷ ତମେ କରିବ ବୋଲି ତମ ଅଭ୍ୟାସ ଥିଲା ବୋଲି ମୁଁ ଜାଣିକିରି ତମକୁ କହୁନଥିଲି। ତମେ ଯାହା ମୋର ଡାଉଟ ଥିଲା ସେୟଆ ହିଁ କଲ। ତ କଲିମିଶନ ଟା ବି ସହିତ ମାଇନସ କଲେ ବାହାରି ଯିବ ନା। ହୁଁ ହୁଁ ମାଇନସ କରି ବାହାର କର।
Sir, collimation error at A varla 0.800 meter. 0.8 800 meter. ଆଚ୍ଛା ଏତେ ବାହାରିଲା ନା ଏତେ ବାହାରିବନି କେବେ ଭୁଲ କରୁଛୁ କୋଉଠି ଗୋଟେ ତୁ ଭୁଲ କରୁଛୁ ଚେକ୍ କର ଆଉ ଥରେ No, sir, 0.8 ही varla था. ନା ଏତେ ନୁହଁ କମ ବାହାରିବ ବହୁତ କମ ବାହାରିବ ଭୁଲ କରୁଛୁ କଲିମିଶନ ଆଟ ଏ ହୁଁ 0.19 ବାହାରିଲା। ହଁ ଠିକ ଅଛି ଆରେ ମୁଁ କରିଦେଇଛି ପକେଇ सर करेक्ट स्टैप रीडिंग एट बी सेटा सर माइनस हो सर। करेक्ट स्टाफ रिडिंग एट बी तो बी काई जीवो ए रे आज्ञा सर बाहरियो करेक्ट स्टाफ रिडिंग बी रे बाहरियो ने ए रे बाहरियो आज्ञा एटा सब ए रे भरियो मो बी रे बाहर करदेले मोर बोल बी हेला। रु ए को आसीओ से देई सेकंड सेटअप डायरेक्टली भल से देखो जानी पारियो सर करेक्ट स्टैप रीडिंग यदि ए भले तो कोलिनेशन एरर सर कोन एरर हरियो कि कोडा कोलिनेशन एरर हां ए रे बाहरियो एठी उल्टा जीव से लिखि देजो उल्टा जीव बोली तले डाउनलोड हो हम्म देखियो डाउनलोड हो कोन हो देखिया ए रे हबा कथा केते हेज केते सेटा देखा आगो Sir, 0.11 habo ki A collimation error ta. ना ना 19 एसओ Second set out A ର correct rating ଦେଖେଇଛି ନା ଆମର 2.145 ଟା हम्म ତ ସେଟା ତ ମାଇନସ୍ ହେଲେ ଏତିକି ହିଁ ବାହାରୁଛି ସାର୍। तू किछ छोटा उल्टा मोल्टा करिछु आ कोठडे आउ तोर ए रो सेकंड सेटअप रे ए रो स्टाफ रीडिंग केते बाहरला कहलु करेक्ट स्टाफ रेटिंग ଟା ହୁଁ 2.525 ହଁ ଏଠି ଭୁଲ ହେଇଛି ट्रू लेवल डिफरेंस केते बाहरची सर 0.71 ହଁ ତାପରେ ତାର କେତେ ରୁ କେତେ ମାଇନସ କଲୁ ତୁ କଣ ସାର୍ ट्रू लेवल डिफरेंस କରେକ୍ଟ ବାହାର କରିବା ପାଇଁ କେତେ ରୁ କେତେ ମାଇନସ କଲୁ 3.045 minus 0.520 0.520 ଟା କୋଉଠୁ ଆଇଲା ତୋର ମୁଁ ବୁଝିପାରୁନି 0.7 अरे सर सॉरी 8 सर ମୁଣ୍ଡ ଠିକ କରି କରୁନ हवा कथा 2.145 ହେଇଛି 2.335 ହୁଁ ସରିଲା
yes 0.19 ही बारला हाँ एबे ठीक है 0.19 ठीक है। yes sir पर क्वेश्चन ट्राई करो जल्दी। ସରିଲା ତା ପର କ୍वेଶ୍ଚନ ट्राई करो जल्दी समय नष्ट करना। हाँ, कौन? ତାପର क्वेश्चन टे ट्राई करो ସମସ୍ତେ जल्दी।
ତାପରଟା ଦେଖ ଅଲଗା ଅଲଗା ଆସିବ, ଗୋଟାଏ କେସରେ ଫଲ୍ ଫ୍ରମ୍ ଏ ଟୁ ବି, ଆଉ ଗୋଟେ କେସରେ ରାଇଜ ଫ୍ରମ୍ ଏ ଟୁ ବି ଆସିବ, ଏମିତି କିରି ଆସିବ। ହ୍ୟାଲୋ, ଗୋଟାଏ କେସରେ ଆସିବ सर ଫଲ୍ ट्रू ଫ୍ରମ୍ ଏ ଟୁ, एरर टा फॉल फ्रॉम बी टू ए हब कि? ନା ବି ଟୁ ଏ ଲେଖିବନି, ସବୁ ଏ ଟୁ ବି ଲେଖିବ, ବି ଟୁ ଏ ସେମିତି ଲେଖିବନି, ଏ ରୁ ବି ଆଡକୁ ଆଜ୍ଞା ଗଲାବେଳକୁ କଣ ହଉଛି ସେଇଟା ଲେଖିବ। ଆଜ୍ଞା। ହେଲା, ସେ ଅନୁସାରେ ଦେଖ। ସ୍ନୋ ଗାର୍ଲ ଜୟଶ୍ରୀ ତମର ଏଇ ସବୁ ଜିନିଷରେ ଭାରି ଆକ୍ଟିଭ, କୋଚିଂ ଆସିବାକୁ ତାକୁ ଭାରି ଡର, କିନ୍ତୁ ଏଇ ସବୁ ଜିନିଷ ମେସେଜ କଲା ମାନେ ପ୍ରବଳ ଆକ୍ଟିଭ, ସେ ସାଙ୍ଗେ ସାଙ୍ଗେ ରିପ୍ଲାଏ। ଏରରଟା 0.25 0.25 ଅପୱାର୍ଡ ଆସିଲା। ହଁ ହଁ ହଁ। ଏଇଟା ଠିକ ସେ ଦେଖିକି ଲେଖିବ, এটা ଟିକେ ଅଲଗା ଟାଇପ ର ଅଛି, ଠିକ ସେ ଲେଖ।
तो बुझ रहे देखो फास्ट केस रे कौन है फॉल फ्रॉम ए टू बी ना राइज फ्रॉम ए टू बी fall from A to B. फास्ट केस रे हला फॉल फ्रॉम ए टू बी केते आसला 0.15. 0.15 सेकंड केस रे केते हला राइज फ्रॉम A to B. हां केते हला 0.35 नहीं तो एबे गोटे काम करो तो दीटा केस रे बड़ की अछि 0. माने फर्स्ट केस रे बड़ अछि ना सेकंड केस रे बड़ अछि वैल्यूटा हेलो अरे बड़ कोटा अछि फर्स्ट केस ना सेकंड केस Second. तो सेकंड केस चेंज हबो नाही जे बड़ थिवो से चेंज हबोनी जे सान थिवो से चेंज हबो कारण आगुरु देखो हमरो जहा होतला गोटाई होतला माने आइदर दीटा को राइज फ्रॉम ए टू बी न दीटा को फॉल फ्रॉम ए टू बी होतला तो एठी अलग अलग आसुची गोटे आसी राइज फ्रॉम ए टू बी आउटे आसी फॉल फ्रॉम ए टू बी बुझ परछ ना बुझ परनो रे गोटे राइज फ्रॉम ए टू बी आउटे के फॉल फ्रॉम ए टू बी अलग अलग आसुची नहीं तो अलग अलग आसले करी हबनी ता गोटाई को आनिबो माने आइदर राइज फ्रॉम ए टू बी के आनिबो नहले फॉल फ्रॉम ए टू बी के आनिबो तो किए चेंज हबो इना जे बड़ थिवो से चेंज हबनी बड़ किए अछि फर्स्ट ना सेकंड टा बड़ अछि Second. सेकंड टा बड़ अछि तनो सेकंड टा चेंज हबो नाही फर्स्ट टा चेंज करिया ताको तो फर्स्ट तो चेंज करा कोन चेंज हबो ना अछि केते फॉल फ्रॉम ए टू बी अछि फर्स्ट ना ताको इक्वल टू देकी लिखियो -0.15 ब्रैकेट रे राइज फ्रॉम ए टू बी फर्स्ट टा जोड़ा फर्स्ट रे जो अछि 0.15 ब्रैकेट रे कोन लिखा हिची हेलो 0.15 ब्रैकेट लिखा हिची फॉल फ्रॉम ए टू बी ताको चेंज करो -0.15 ब्रैकेट राइज फ्रॉम ए टू बी बुझला चेंज करो हेलो समझ रहे सरिला फास्ट যদি রাইজ হইব সেকেন্ড তাহলে কোন লিখিব স্যার सेकंड किछि हबोनी सेकंड से अछि ऑलरेडी राइज फ्रॉम ए टू बी अछि सेकंड किछि भी चेंज हबोनी हेलो करिकिरी पठाओ जल्दी तापर आगु सब करिवो नॉर्मल अनुसार टू लेवल डिफरेंस बाहर करी करो
ତାପରେ ସାର୍ ଆଗ ଭଳିଆ ସାର୍ ସେମ୍ ହବ ନା ସେଠି ଅଲଗା ହବ ଆଉ ସାର୍? ସବୁ ପ୍ରୋସେସ ସେମ୍ ପୂର୍ବ ଭଳିଆ। ସରିଲା। କରିକିରି ପଠାଅ ସମସ୍ତେ। ଯେତେବେଳେ ଟ୍ରୁ ଡିଫରେନ୍ସ ଲେଭେଲ ବିଟୱିନ୍ ଏ ଆଣ୍ଡ ବି ବାହାର କରିବୁ ସେତେବେଳେ ସାର୍ ସେ ଯୋଉ ଦିଟାକୁ ସାର୍ ପ୍ଲସ୍ କରୁଥିଲୁ ସେ ଦିଟା ଯୋଉ ବାହାରୁଥିଲା ଦେଖ ସାର୍ ଏବେ ତୋର ସେଇଟା ସବୁ କଣ ହେଇଗଲା କହିଲୁ, ମାନେ ଏବେ ତୋର ରାଇଜ ଫ୍ରମ ଏ ଟୁ ବି ରହିଲା, ମାନେ ଏ ଅପେକ୍ଷା ବି ଉପରେ ଅଛି। ସେ ଅନୁସାରେ ଚେଷ୍ଟା ଚିନ୍ତା କରିବୁ। ଠିକ ଅଛି, ଚିନ୍ତା କରି ବାହାର କରୁ ସେ ଅନୁସାରେ। ସେଟା ମାଇନସ୍ କରିବି ତାହେଲେ। ହଁ ଦେଖିବୁ ସେ ଅନୁସାରେ ରାଇଜ ଫ୍ରମ ଏ ଟୁ ବି ସବୁବେଳେ। ଆଉ ଠିକ ହଉଛି ସେକେଣ୍ଡ ସେଟଅପ୍ ଟା, କାରଣ ସେକେଣ୍ଡ ସେଟଅପ୍ ଚେଞ୍ଜ ହେଇନି, ଫାର୍ଷ୍ଟ ସେଟଅପ୍ ହିଁ ଚେଞ୍ଜ ହେଇଛି। ନାଇଁ ହଉ, ଏତିକି ଥାଉ, ଯିବା ଚାଲ।